ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବା ପାଇଁ ଯାଉଛି ଗୋଟେ ଚକୁଳିର ରେସିପି। ତେବେ ଯଦି ବି ଆପଣମାନଙ୍କ ଫ୍ରିଜ୍ରେ ବଳି ପଡ଼ିଛି 2 ଦିନର ବାସି ହେଇଯାଇଥିବା ବିରି ଆଉ ଚାଉଳର ବଟା, ତେବେ ତାକୁ ନ ଫୋପାଡ଼ିକି ସେଥିରେ ଆମେ ଚକୁଳି ବନେଇବା। ତେବେ ଦେଖନ୍ତୁ ସେଥିପାଇଁ ଏବେ ମୁଁ ନେଇଯାଇଛି କିଛି କଟା ଯାଇଥିବା ପିଆଜ, କିଛି କଟା ଯାଇଥିବା କଞ୍ଚା ଲଙ୍କା ଆଉ କିଛି କଟା ଯାଇଥିବା ଭୃଷଙ୍ଗ ପତ୍ର। ସେଥିରେ ଅଳ୍ପ ସୁଜି ବି ମୁଁ ପକାଇ ଦେଇଛି, କାହିଁକିନା ସୁଜି ପକାଇଦେଲେ ଟିକେ ଫୁଲିଯିବ ଆମର ବଟାଟା। ତେବେ ଦେଖନ୍ତୁ ଏବେ ସେଥିରେ କିଛି ଲୁଣ ପକାଇଦେଲି, ଯେହେତୁ ଆଗରୁ ଟିକେ ଲୁଣ ପକାଇଥିଲେ ସେଥିପାଇଁ ଅଳ୍ପ ଲୁଣ ଏଠି ଏବେ ମୁଁ ପକାଇଛି। ତାକୁ ଗୋଟେ ଚାମଚ ନେଇକି ଏଠି ଏବେ ଏମିତି ଭଲସେ ଗୋଳେଇ ଦେଇଛି। ଟିକେ ବହଳିଆ ହେଇଯାଇଥିଲା ସେଥିପାଇଁ ଅଳ୍ପ ପାଣି ମୁଁ ଦେଇଦେଇଛି। ତେବେ ଏବେ ଗୋଟେ ତାୱା ଗରମ କରିକି ସେଥିରେ ଅଳ୍ପ ଟିକେ ତେଲ ପକାଇଦେଲି। ଏବେ ଦେଖନ୍ତୁ ଗୋଟେ ସେଥିରେ ଚକୁଳିଟେ ବନେଇ ନେବା। ତେବେ ଚକୁଳି ବନେଇଲା ଟାଇପ୍ର ହିଁ ପୁରା ବନେଇବେ। ତେବେ ତା ଚାରିପଟେ ଆଉ ଟିକେ ଚାମଚରେ ତେଲ ଦେଇଦେବେ, ଯେହେତୁ ଏଠି ଟିକେ ବାସି ସେଦୁଅ ସେଥିପାଇଁ ଟିକେ ଉଠିଲା ବେଳକୁ ପ୍ରୋବ୍ଲେମ୍ ହୁଏ। ତେବେ ଦେଖନ୍ତୁ ଏବେ ଆମର ପ୍ରସ୍ତୁତ ହେଇଛି ଚକୁଳି। ତ ଦୁଇ ପଟ ସାଇଡ଼୍କୁ ଏମିତି ଭଲସେ ସେକି ନେବେ। ତେବେ ଦେଖନ୍ତୁ କମେଣ୍ଟ ସେକ୍ସନରେ କହିବେ ଭିଡ଼ିଓଟି କେମିତି ଲାଗିଲା। ଭିଡ଼ିଓଟି ହେଲ୍ପଫୁଲ୍ ହେଇଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।